କ୍ରାନ୍ତି ଦିବସରେ ଆମ ପରିବାର ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। କ୍ରାନ୍ତି ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ଆମ ପରିବାର ପକ୍ଷରୁ କଟକ ସହରର ନିମଚୌଡ଼ିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ମାର୍କଣ୍ଡିଆ ସାହି ୱାର୍ଡ ନମ୍ବର 13 ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା, ସବୁଜିମା ସୃଷ୍ଟି ଓ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ତଥା ନିର୍ମଳ ପରିବେଶ ଗଠନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ପରିସର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାରର ଫଳଦାୟୀ ଓ ଛାୟାପ୍ରଦ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମ ପରିବାର ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ନୀଳିମା ପାଲଙ୍କ ସମେତ ଗୁରୁପ୍ରସାଦ ସାହୁ, ଅଜିତ କୁମାର ମଲ୍ଲିକ, ଦୁଷ୍ମନ୍ତ କୁମାର ପାଲ, ଆଇସା ପାଲ ଉପସ୍ଥିତ ରହି ବୃକ୍ଷରୋପଣର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କା ସାହୁ, କୁନି ବେହେରା, ମାନସ ରଞ୍ଜନ ସାହୁ, ଅଭିଷେକ ଗମାଙ୍ଗ, ଧର୍ମାନନ୍ଦ ବେହେରା, ଅମିତା ବେହେରା, ରଶ୍ମିରେଖା ବେହେରା, ସ୍ମୃତିରେଖା ବେହେରା, ପ୍ରତୀଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସ୍ଥାନୀୟ ସହଯୋଗୀ ତଥା ଆଶା ଦିଦି ସୁଭାସିନୀ ସାହୁ, ଅଙ୍ଗନବାଡ଼ି କର୍ମୀ, ସ୍ଥାନୀୟ ମହିଳା ଓ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସଚେତନତା ସୃଷ୍ଟି କରି କୁହାଯାଇଥିଲା ଯେ କେବଳ ଗଛ ଲଗାଇଦେଲେ କାର୍ଯ୍ୟ ଶେଷ ହୋଇଯାଏ ନାହିଁ, ବରଂ ତାହାର ନିୟମିତ ଯତ୍ନ ନେବା ଓ ସୁରକ୍ଷା ଦେବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ପରିବେଶ ସୁରକ୍ଷିତ ରହିଲେ ହିଁ ଆମର ଆଗାମୀ ପିଢ଼ି ଏକ ସୁସ୍ଥ ଓ ସୁନ୍ଦର ଜୀବନଯାପନ କରିପାରିବେ। ଆମ ପରିବାର ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଗାମୀ ଦିନରେ ମଧ୍ୟ ପରିବେଶ ସୁରକ୍ଷା ସହିତ ବିଭିନ୍ନ ଜନସେବାମୂଳକ, ସାମାଜିକ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ନିରନ୍ତର ଭାବେ ଜାରି ରହିବ। କଟକରୁ ଜଗନ୍ନାଥଙ୍କ ରିପୋର୍ଟ, RM News 8।